ଆଜିର ବିଷୟ ଆରମ୍ଭ କରିବା ମହାନ ଯୋଗୀ ଗୋରଖନାଥଙ୍କ ବାଣୀରୁ। ସେ କହିଛନ୍ତି, ହସିବା ଖେଳିବା ଧରିବା ଧ୍ୟାନ, ଅହନିଶି କଥିବା ବ୍ରହ୍ମ ଜ୍ଞାନ। ହସେ ଖେଲେ ନ କରେ ମନ ଭଙ୍ଗ, ତେ ନିର୍ଚଲ ସଦା ନାଥ କେ ସଙ୍ଗ। ଜଣେ ପରମ ତତ୍ତ୍ୱକୁ ବଡ଼ ବଡ଼ ଜ୍ଞାନର ପୁସ୍ତକ ପଢ଼ି ଦିନ ରାତି ପଦ୍ମାସନରେ ବସି ଧ୍ୟାନ କଲେ ଯେ ପ୍ରାପ୍ତ କରିପାରିବ ତାହା ନୁହେଁ। ଆଜିର ଏହି କାହାଣୀଟି ଶୁଣିଲେ ଆପଣମାନେ ଜାଣିପାରିବେ ଧ୍ୟାନ କରିବାର ବିଷୟ ନୁହେଁ। ଏହା କେବେ ବି ନିଜ ଉପରେ ଆରୋପିତ କରାଯାଇପାରିବ ନାହିଁ। ଧ୍ୟାନ ଘଟିତ ହୋଇଥାଏ। କାହାଣୀଟି ଏହିପରି। ଗୋଟିଏ ବୌଦ୍ଧ ଆଶ୍ରମରେ ଜଣେ ଉଚ୍ଚ କୋଟିର ଗୁରୁ ରହୁଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅନେକ ବୌଦ୍ଧ ଭିକ୍ଷୁ ସାଧନା କରୁଥିଲେ। ସବୁ ଶିଷ୍ୟମାନଙ୍କର ଲକ୍ଷ୍ୟ ଗୋଟେ ଥିଲା, ଆତ୍ମଦର୍ଶନ ବା ଯାହାକୁ ସେଲ୍ଫ ରିଏଲାଇଜେସନ୍ କୁହାଯାଏ। ପ୍ରକୃତ ମୁଁ କିଏ, ସତ୍ୟ କ'ଣ, ଏହା ଜାଣିବା ପାଇଁ ସବୁ ଶିଷ୍ୟମାନେ ଗୁରୁଙ୍କ ତତ୍ତ୍ୱାବଧାନରେ ସାଧନା କରୁଥିଲେ। ଦିନେ ଜଣେ ଯୁବକ ଗୁରୁଙ୍କ ପାଖକୁ ଆସିଲା। ପ୍ରଣାମ କରି କହିଲା, ଗୁରୁଦେବ, ମୁଁ ମୋ ନିଜ ବିଷୟରେ ଜାଣିବାକୁ ଚାହୁଁଛି। ମୁଁ କିଏ, ସତ୍ୟ କ'ଣ, ଏସବୁ ମୁଁ ଜାଣିବା ପାଇଁ ଚାହୁଁଛି। ଯୁବକଟିର କଥା ଶୁଣି ଗୁରୁ କହିଲେ, ପ୍ରକୃତ ସତ୍ୟ କ'ଣ, ମୁଁ କିଏ, ଏହା ଜାଣିବା ଏତେ ସହଜ ନୁହେଁ। ଏହା ଜାଣିବାକୁ ହେଲେ ନିଜର ସବୁକିଛି ଛାଡ଼ିଦେବାକୁ ପଡ଼ିବ। ଏହାକୁ ଜାଣିବାକୁ ହେଲେ ତୁମର ପୁରା ଜୀବନ ଲାଗିଯାଇପାରେ, ତଥାପି କିଛି ପ୍ରତିଶ୍ରୁତି ଦେଇହେବ ନାହିଁ ଯେ ତୁମେ ଏ ଜନ୍ମରେ ସତ୍ୟକୁ ଜାଣିପାରିବ। ଯୁବକ ଜଣକ କହିଲା, ଗୁରୁଦେବ, ଯାହା ବି ହେଉ ମୁଁ ଆଉ ଫେରିବି ନାହିଁ। ମୁଁ ଆପଣଙ୍କ ଚରଣରେ ରହି ସାଧନା କରିବି। ଆପଣଙ୍କ ଆଶୀର୍ବାଦ ରହିଲେ ମୁଁ ନିଶ୍ଚୟ ସତ୍ୟକୁ ହୃଦୟଙ୍ଗମ କରିପାରିବି। ମାନବ ଜୀବନର ପରମ ଲକ୍ଷ୍ୟ ଯାହା ମୁଁ କିଏ ତାହା ଜାଣିବି। ଗୁରୁଦେବ ତା କଥା ଶୁଣି କହିଲେ, ଠିକ୍ ଅଛି, ତୁମେ ଯଦି ମନସ୍ଥ କରିଛ ତେବେ ତୁମେ ଗୋଟେ କାମ କର। ଏ ବୌଦ୍ଧ ଆଶ୍ରମରେ 400 ଶିଷ୍ୟ ଅଛନ୍ତି। ତାଙ୍କ ଖାଇବା ପାଇଁ ତୁମେ ପ୍ରତ୍ୟେକ ଦିନ ଧାନ କୁଟିବ। ତୁମର କାମ କେବଳ ଏତିକି, ସକାଳୁ ରାତି ଯାଏ କେବଳ ଧାନ କୁଟିବା। ରାତି ଯେତେବେଳେ ଥକିଯିବ ଯାଇ ଶୋଇପଡ଼ିବ। ଆର ଦିନ ସକାଳୁ ଉଠି ପୁଣି ଧାନ କୁଟିବା ଆରମ୍ଭ କରିବ। ବାସ୍, ତୁମର କାମ କେବଳ ଏତିକି। ଏତିକି କାମକୁ ଛାଡ଼ି ତୁମକୁ ନା କିଛି ଅନ୍ୟ କାମ କରିବାର ଅଛି ଆଉ ନା କିଛି ଭାବିବାର ଅଛି। କେବଳ ଏତିକି କାମ ତୁମକୁ ପ୍ରତ୍ୟେକ ଦିନ କରିବାର ଅଛି। ଆଉ ଏହାପରେ ତୁମକୁ ମୋ ପାଖକୁ ଆସିବାର ନାହିଁ। ଯଦି କିଛି ଦରକାର ପଡ଼ିବ ମୁଁ ନିଜେ ତୁମ ପାଖକୁ ଆସିବି। ଯୁବକ ଜଣକ ଗୁରୁଙ୍କୁ ପ୍ରଣାମ କରି ତାଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ଚାଲିଗଲା। ସେ ଆଶ୍ରମରେ 400 ଶିଷ୍ୟ ରହୁଥିଲେ। ତାଙ୍କ ପାଇଁ 3 ଓଳି ଖାଦ୍ୟ ରନ୍ଧା ହେଉଥିଲା। ତେଣୁ 3 ଓଳି ପାଇଁ ଚାଉଳ ଦରକାର। ଏ ଯୁବକ ଜଣକ ପ୍ରତ୍ୟେକ ଦିନ ଭୋର ସକାଳୁ ଉଠି ଧାନ କୁଟିବା ଆରମ୍ଭ କରୁଥିଲା। ଗୁରୁଙ୍କ ଆଜ୍ଞା ଅନୁଯାୟୀ ଦିନଯାକ କେବଳ ଧାନ କୁଟୁଥିଲା ଏବଂ ରାତି ହେଲା ପରେ ଯେତେବେଳେ ଥକି ଯାଉଥିଲା ସେ ସେହିଠାରେ ଯେଉଁଠାରେ ଧାନ କୁଟେ ଗୋଟେ କୋଣରେ ଯାଇ ଶୋଇପଡ଼ୁଥିଲା। ପୁଣି ତାର ଦିନ ସକାଳୁ ଉଠି ଧାନ କୁଟିବାରେ ସେ ଲାଗିପଡ଼େ। ସେ କେବେ କାହା ସହିତ କଥାବାର୍ତ୍ତା ହେଉନଥିଲା କି କେହି ମଧ୍ୟ ତା ପାଖକୁ କେବେ ଭଲ ମନ୍ଦ ପଚାରିବାକୁ କି କଥାବାର୍ତ୍ତା ହେବାକୁ ଆସୁନଥିଲେ। ଏହିପରି ତାର ମୌନର ସହିତ ଦିନ ଆରମ୍ଭ ହେଉଥିଲା ଏବଂ ମୌନ ରହି ଦିନ ସରିଯାଉଥିଲା। ପ୍ରଥମେ କିଛି ମାସ ତା ମନରେ ତାର ପୂର୍ବର ଘଟି ଯାଇଥିବା ପୁରୁଣା ବିଚାର ସବୁ ଆସେ। ସେ ଭାବନାରେ ବୁଡ଼ି ରୁହେ। କିନ୍ତୁ ଆସ୍ତେ ଆସ୍ତେ ବିଚାର ଗୁଡ଼ିକୁ ତାର ପ୍ରତିକ୍ରିୟା ଦେବା ବନ୍ଦ ହୋଇଗଲା। ପୁରୁଣା ବିଚାର ଗୁଡ଼ିକ ଆସେ ଓ ଚାଲିଯାଏ। ସେ ସେଗୁଡ଼ିକୁ ନେଇ ରିଆକ୍ଟ କରିବା ଭୁଲିଗଲା। ଆସ୍ତେ ଆସ୍ତେ ବିଚାର ଆସିବା ବନ୍ଦ ହୋଇଗଲା। ଏହିପରି ବର୍ଷ ବର୍ଷ ଧରି ତାର ସବୁ ସମୟରେ ଏହି ଗୋଟିଏ କାମ, ଧାନ କୁଟିବା। କିଛି ବର୍ଷ ପରେ ସେ ତାର ନିଜର ନାଁ ମଧ୍ୟ ଭୁଲିଗଲା। ଏବେ ବିଚାର ଶୂନ୍ୟତା ଅବସ୍ଥାରେ ସେ ଧାନ କୁଟେ। ମନ ଟୋଟାଲି ବ୍ଲାଙ୍କ, ଟୋଟାଲି ଶୂନ୍ୟ। କେବଳ ଆଉ କେବଳ ଗୋଟିଏ ଆକ୍ସନ, ଆଉ ସେ ଆକ୍ସନ ହେଲା ଧାନ କୁଟିବା। ଏତେ ବର୍ଷ ଭିତରେ ସେ ଧାନ କୁଟିବା ଛାଡ଼ି ଆଉ କିଛି କାମ କରିନାହିଁ। ନା କେବେ ଧ୍ୟାନ କରିଛି, ନା କୌଣସି ଜ୍ଞାନ ପାଇଁ ପୁସ୍ତକ ପଢ଼ିଛି। ସେ ଆଶ୍ରମର ଅନ୍ୟ ଶିଷ୍ୟମାନେ ଏ ଯୁବକକୁ ମୂର୍ଖ ବୋଲି ଭାବୁଥିଲେ।
କେହି ତା ସହିତ କେବେ କଥା ହେଉନଥିଲେ। ଏହିପରି 12 ବର୍ଷ ବିତିଗଲା। ତାର ପ୍ରତ୍ୟେକ ଦିନ ସେଇ କାମ, ସକାଳୁ ରାତି ପର୍ଯ୍ୟନ୍ତ ଧାନ କୁଟିବା। 12 ବର୍ଷ ପରେ ଗୁରୁ ସବୁ ଶିଷ୍ୟମାନଙ୍କୁ ଡାକି କହିଲେ, ମୋର ଅନ୍ତିମ ସମୟ ଆସିଗଲାଣି। ଏବେ ଏ ଆଶ୍ରମର ଉତ୍ତରାଧିକାରୀ ମୋତେ ନିଯୁକ୍ତି କରିବାକୁ ପଡ଼ିବ। ତେଣୁ ତୁମମାନଙ୍କ ଭିତରୁ ଯିଏ ଆତ୍ମଦର୍ଶନ କରିସାରିଛ, ସିଏ ରାତିରେ ମୋ କୁଟୀରର କାନ୍ଥ ବାହାରେ ନିଜର ଅନୁଭୂତିର ସମ୍ପୂର୍ଣ୍ଣ ସାରକୁ କେତୋଟି ଧାଡ଼ି ମାଧ୍ୟମରେ ଲେଖିବ। ବହୁ ଶିଷ୍ୟମାନେ ଭାବିଲେ ଲେଖିବାକୁ, କିନ୍ତୁ କାହାରି ସାହସ ହେଲା ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ, ଯିଏ ନିଜକୁ ଶ୍ରେଷ୍ଠ ମନେ କରୁଥିଲା ଏବଂ ତାକୁ ଅନ୍ୟ ଶିଷ୍ୟମାନେ ମଧ୍ୟ ଗୁରୁଙ୍କର ଉତ୍ତରାଧିକାରୀ ଭାବୁଥିଲେ, ସିଏ ରାତିରେ ଗୁରୁଙ୍କ କାନ୍ଥରେ କେତୋଟି ଧାଡ଼ି ଲେଖିଲା। ସେ ଲେଖିଲା, ମନ ଏକ ଦର୍ପଣ ସଦୃଶ୍ୟ, ଯେଉଁଥିରେ ବିଚାର ଓ କାମନାର ମଇଳା ଜମିଯାଏ। ଏ ମଇଳା ସବୁକୁ ସଫା କରିବାକୁ ହିଁ ଧ୍ୟାନ କୁହାଯାଏ। ଯିଏ ଏ ଧୂଳି ମଳିଗୁଡ଼ିକୁ ସଫା କରି ନେଇଛି ଏବଂ ଯାହାର ଦର୍ପଣ ପୂର୍ଣ୍ଣ ରୂପେ ପରିଷ୍କାର, ସେ ମୋକ୍ଷକୁ ପ୍ରାପ୍ତ କରିଛି। ଗୁରୁ ତା ଆର ଦିନ ସକାଳୁ ଏହାକୁ ପଢ଼ିଲେ ଏବଂ କ୍ରୋଧିତ ହୋଇଗଲେ। କହିଲେ, କିଏ ସେ ମୂର୍ଖ ଏପରି ଆବର୍ଜନା ସବୁ ମୋ କାନ୍ଥରେ ଲେଖିଛି? ଗୁରୁଙ୍କୁ କ୍ରୋଧିତ ଦେଖି ସେ ଶିଷ୍ୟ ଜଣକ ଚୁପ୍ ରହିଲା। ପଙ୍କ୍ତିଗୁଡ଼ିକ ଯଦିଓ ବହୁତ ଉଚ୍ଚ କୋଟିରର, କିନ୍ତୁ ଏଗୁଡ଼ିକ କେବଳ ପୁସ୍ତକ ଜ୍ଞାନ। ଗୁରୁ ସାଙ୍ଗେ ସାଙ୍ଗେ ଜାଣିପାରିଲେ ଏଗୁଡ଼ିକ ଶିଷ୍ୟର ଅନୁଭୂତି ନୁହେଁ। ସେ ଧରି ପକାଇଥିଲେ। ସେ ଶିଷ୍ୟ ଜଣକ ଲେଖିଥିବା ପଙ୍କ୍ତି ତଳେ ନିଜର ନାଁ ଲେଖିନଥିଲା, କାରଣ ସେ ନିଜେ ଯେଉଁ ପଙ୍କ୍ତିଗୁଡ଼ିକ ଲେଖିଥିଲା, ଗୁରୁ ଯଦି ତା ବିଷୟରେ ପଚାରିବେ, ସେ କେବେ ବି ସେଗୁଡ଼ିକୁ ବୁଝେଇ ପାରିବ ନାହିଁ କି ତା ସମ୍ବନ୍ଧରେ କିଛି ପ୍ରଶ୍ନ କଲେ ଉତ୍ତର ଦେଇପାରିବ ନାହିଁ, କାରଣ ଏଗୁଡ଼ିକ ତାର ନିଜର ଅନୁଭୂତି ନଥିଲା। ଏଗୁଡ଼ିକ କେବଳ ପୁସ୍ତକର ଉଦ୍ଧୃତ ଜ୍ଞାନ। ସବୁ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇ ସବୁକିଛି ଦେଖୁଥିଲେ ଏବଂ ଶିଷ୍ୟମାନଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇଯାଇଥିଲା। 2 ଜଣ ଶିଷ୍ୟ ଏ ବିଷୟରେ କଥାବାର୍ତ୍ତା ହୋଇ ସେହି ବାଟ ଦେଇ ଯାଉଥିଲେ, ଯେଉଁଠାରେ ସେ ଯୁବକ ଦୀର୍ଘ 12 ବର୍ଷରୁ ପ୍ରତ୍ୟେକ ଦିନ ଧାନ କୁଟୁଥିଲା। ଶିଷ୍ୟ 2 ଜଣଙ୍କର କଥା ଶୁଣି ଯୁବକଟି ହସିଲା। ଶିଷ୍ୟ ଦୁହେଁ ତାକୁ ହସୁଥିବାର ଦେଖି ପଚାରିଲେ, ଏତେ ଉଚ୍ଚ କୋଟିର ଜ୍ଞାନ ଶୁଣି ତୁମେ ହସୁଛ କ'ଣ ପାଇଁ? କାରଣ ଏ ଯୁବକକୁ କେବେ ବି କେହି ଧର୍ମଗ୍ରନ୍ଥ ପଢ଼ିବାର କିମ୍ବା ଧ୍ୟାନ କରିବାର ଦେଖିନଥିଲେ। ସମସ୍ତେ ତାକୁ ମୂର୍ଖ ଭାବନ୍ତି। ଧାନ କୁଟିବା ତାର କାମ, ଏତିକି ମାତ୍ର ଜାଣନ୍ତି। ତେଣୁ ଶିଷ୍ୟ 2 ଜଣ ତାକୁ ହସୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ। ସେମାନେ ପୁଣି ତାକୁ ପଚାରିଲେ, ତୁମେ ହସୁଛ କ'ଣ ପାଇଁ? ଯୁବକ ଜଣକ କହିଲା, ମୁଁ ହସୁଛି କାରଣ ଗୁରୁ ଠିକ୍ କହୁଛନ୍ତି। ଯାହା ସବୁ କୁଟୀରର କାନ୍ଥରେ ଲେଖା ହୋଇଛି, ସେଗୁଡ଼ିକ ଆବର୍ଜନା। ସେଗୁଡ଼ିକର କୌଣସି ମୂଲ୍ୟ ନାହିଁ। ଶିଷ୍ୟ ଦୁହେଁ ଆଚମ୍ବିତ ହୋଇଗଲେ। କହିଲେ, ତାହେଲେ ତୁମେ କ'ଣ ସେ ଲେଖାରୁ ଆହୁରି ଭଲ କିଛି ଲେଖିପାରିବ? ଯୁବକ ଜଣକ କହିଲା, ମୁଁ ଲେଖିପାରିବି ନାହିଁ, କାରଣ ମୁଁ ପାଠ ପଢ଼ି ନାହିଁ, କିନ୍ତୁ ମୁଁ କହିପାରିବି। ଆଉ ତୁମେମାନେ ଯଦି ଚାହଁ, ତେବେ ମୁଁ କହିଥିବା କଥାକୁ ଲେଖିପାର। ଶିଷ୍ୟ ଦୁହେଁ ରାଜି ହୋଇଗଲେ। ଯୁବକ ଜଣକ ଯାହା କହିଲା, ଶିଷ୍ୟ ଦୁହେଁ ଗୁରୁଙ୍କ କୁଟୀରର କାନ୍ଥରେ ଯାଇ ସେଗୁଡ଼ିକୁ ଲେଖିଦେଲେ ଏବଂ ତା ତଳେ ସେ ଯୁବକର ନାଁ ଲେଖିଦେଲେ। ଆଉ ସେମାନେ ଗୁରୁଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଲେ। ଯୁବକ ଜଣକ ଯାହା କହିଥିଲା, ସେଗୁଡ଼ିକ ଯିଏ ପଢ଼ିଲା ଆଶ୍ଚର୍ଯ୍ୟ ହୋଇଗଲା। ଯାହାକୁ ମୂର୍ଖ ଭାବୁଥିଲେ, ସେ ଏତେ ଉଚ୍ଚ କୋଟିର ଜ୍ଞାନ କିପରି କହିପାରିଲା? କାନ୍ଥରେ ଲେଖା ହୋଇଥିଲା, ମନ ଗୋଟିଏ ଭ୍ରମ, ମନ ବୋଲି କିଛି ନାହିଁ। ନା ମନ ବୋଲି କିଛି ଅଛି, ନା ହିଁ ମନର ଦର୍ପଣ ଅଛି। ଆଉ ଯଦି ମନ ହିଁ ନାହିଁ, ତାହେଲେ ଧୂଳିମଳି ବସିବ କେଉଁଠି? ଯିଏ ଏତିକି ହୃଦୟଙ୍ଗମ କରିନେଇଛି, ସେ ସତ୍ୟକୁ ଜାଣିପାରିଛି। କାନ୍ଥରେ ଏହା ଲେଖା ହୋଇଥିଲା। ଗୁରୁ ଏସବୁ ପଢ଼ିଲେ ଏବଂ ସେହିଦିନ ରାତିରେ ଯୁବକଟି ଯେତେବେଳେ ଶୋଇଥିଲା, ତା ପାଖକୁ ଆସିଲେ। ମୁଣ୍ଡରେ ହାତ ବୁଲେଇ ଆଉଁସି ଯୁବକ ଜଣକୁ ଉଠାଇଲେ। ଯୁବକ ଗୁରୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ପ୍ରଣାମ କଲା। ଗୁରୁ କହିଲେ, ଏ ନିଅ ମୋ ପରିଧାନ। ଆଜିଠାରୁ ତୁମେ ମୋର ଉତ୍ତରାଧିକାରୀ। ଧାନ କୁଟୁ କୁଟୁ ତୁମେ ଆତ୍ମଦର୍ଶନ କରିନେଇଛ।
ମୋର ଯାହା ଅନୁଭୂତି ସେ ସବୁ ତୁମର ହୋଇସାରିଛି। ଏବେ ତୁମେ ଆଉ ଶିଷ୍ୟ ରହିଲ ନାହିଁ, ତୁମେ ଗୁରୁ ପାଲଟି ସାରିଛ। ଧାନ କୁଟୁ କୁଟୁ ହିଁ ତୁମେ ସବୁକିଛି ପ୍ରାପ୍ତ କରିସାରିଛ ଏବଂ ଏବେ ତୁମେ ଅନ୍ୟ ଶିଷ୍ୟମାନଙ୍କୁ ମାର୍ଗଦର୍ଶନ କରିପାରିବ। ଗୁରୁଙ୍କ କଥା ଶୁଣି ଯୁବକ ଜଣକ ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଲା। ଫ୍ରେଣ୍ଡସ୍, ଆମେ ଭାବୁ ଧ୍ୟାନ ସେତେବେଳେ ଯାଇ ହୁଏ ଯେତେବେଳେ ଜଣେ ଆସନ ବାନ୍ଧି ଗୋଟେ ପୋଜରେ ଗୋଟେ ସ୍ଥାନରେ ଆଖି ବନ୍ଦ କରି ବସେ, ଯାହାକି ବାସ୍ତବରେ ନୁହେଁ। କେବଳ ପଦ୍ମାସନରେ ବସିଲେ ଜଣେ ଧ୍ୟାନସ୍ଥ ହେବ ତାହା ନୁହେଁ। ଆମେ ସବୁ କାମ କରି ମଧ୍ୟ ଧ୍ୟାନସ୍ଥ ହୋଇପାରିବା। ଚାଲୁଥିବା ଅବସ୍ଥାରେ, କାମ କରୁଥିବା ଅବସ୍ଥାରେ ମଧ୍ୟ ଜଣେ ଯଦି ଅଭ୍ୟାସ କରୁଛି ସେ ଧ୍ୟାନସ୍ଥ ହୋଇପାରିବ। ପ୍ରକୃତରେ ଯଦି କୌଣସି କାମକୁ ଜଣେ ପୂର୍ଣ୍ଣ ସଜାଗ ରହି ପୂର୍ଣ୍ଣ ଆଲର୍ଟନେସ୍ର ସହିତ କରୁଛି ତାହେଲେ ଜାଣି ରଖନ୍ତୁ ସେ ଧ୍ୟାନସ୍ଥ। ଏତେ ସଜାଗ ଯେ ତାକୁ ତାର ସେ କାମ ବ୍ୟତୀତ ଆଖପାଖର କୌଣସି ଜିନିଷ ପ୍ରତି ଧ୍ୟାନ ଯାଉନାହିଁ, ତାହେଲେ ଜାଣି ରଖନ୍ତୁ ସେ ଧ୍ୟାନସ୍ଥ। ଠିକ୍ ସେହିପରି ଯେପରି ସେ ଯୁବକ ଜଣକ ଧାନ କୁଟୁଥିଲା, ତାର ନିଜ ପ୍ରତି ମଧ୍ୟ ଧ୍ୟାନ ଯାଉନଥିଲା। ସେ ବିଚାର ଶୂନ୍ୟ ଅବସ୍ଥାରେ କେବଳ ଧାନ କୁଟୁଥିଲା। ଆଉ ଦିନେ ସେହିପରି ଧାନ କୁଟୁଥିବା ଅବସ୍ଥାରେ ସେ ଆତ୍ମଦର୍ଶନ କରିପାରିଥିଲା। ତେଣୁ ଧ୍ୟାନ ଅର୍ଥାତ୍ ବର୍ତ୍ତମାନରେ ରହିବା, ନା ଭବିଷ୍ୟତ ନା ଅତୀତର କୌଣସି ବିଚାର, ଅର୍ଥାତ୍ ବିଚାର ଶୂନ୍ୟ ଅବସ୍ଥା। ବିଚାର ଯେତେବେଳେ ଉଠେ ମନ ସତ୍ତାକୁ ଆସେ, ଆଉ ମଣିଷର ବିଚାର ଯେତେବେଳେ ଲୀନ ହୋଇଯାଏ ସେ ସମୟରେ ତାର ମନର ସତ୍ତା ଆଉ ରହେ ନାହିଁ। ଆଉ ସେହି ବିଚାର ଶୂନ୍ୟ ଅବସ୍ଥାରେ ମଣିଷ ପ୍ରକୃତ ମୁଁ କିଏ ଜାଣିପାରେ। ଧନ୍ୟବାଦ।